ଜୟ ଜଗନ୍ନାଥ। କାଳିଆ ଭାଇ ସବୁ ଆଇଛ ତୋର ଭଲ କଥା ଶୁଣି। ଅଲଗା ତ ଠାକୁର ବାଡିଆ ପିଟା ହେଲେଣି ସବୁ ଠାକୁର ସବୁ କନସେପ୍ଟ ହେଇଯାଉଛି ନା। ଠାକୁର ଅଭିରାମ ପରମହଂସ କହିଛନ୍ତି ନୁହନ୍ତି ମାନବ ସେତ ଭବ ଭୟ ହାରି ଦେଖିବା ଲୋକକୁ ଦୃଶ୍ୟ ନୁହନ୍ତି କାହାରି ଗୁପ୍ତ ଲୀଳା ପ୍ରକାଶିବ ବେଳ କାଳ ଯାଏ। ସେ କହିଲେ ଗୁପ୍ତରେ ଚାଲିବ କେହି ଜାଣିପାରିବେ ନାହିଁ। କେତେବେଳେ ଜାଣିବେ ନା ଯେତେବେଳେ ଜଗନ୍ନାଥ ଆସିବେ ଛତିଆ ଭକ୍ତ ସଙ୍ଗେ ଭଗବାନ ଦାରୁକୁ ନେବେଟି ଛତିଆ କାମଲ ଯାଇଥିବ ଦେଖିନାହାନ୍ତି ନା। ସେଠି ଭକ୍ତ ସଙ୍ଗେ ଭଗବାନ ଥିବେ ଦାରୁ ବ୍ରହ୍ମ ମଧ୍ୟ ଥିବେ। ବଢିଆ କଥାଟା ଶୁଣିଥାଅ, ଭକ୍ତ ସଙ୍ଗେ ଭଗବାନ ଦାରୁକୁ ନେବେଟି ଛତିଆ ଗ୍ରାମ ମାନେ ନରଦେଇ ଠାକୁର ଦାରୁ ବିଗ୍ରହ ଠାକୁର ଭକ୍ତ ଥିବେ। ଏ ଡବଲ ହେଇଗଲାନି ନା ହେଲା। ଏ କେବେ ଘଟିବ ନା 56ରେ ଘଟିବ। ସେତେବେଳେ ନୂଆ ପାଟଣାରେ କଣ ହଉଥିବ ଧ୍ୱଜା ଉଠୁଥିବ ବିଜୋଜା ସ୍ରୋତ କେତନ ଧଳା ପତାକା। ଏ ହଳଦିଆ ପତାକା କଥା କହିନାହାନ୍ତି ଆପଣ, ଧଳା ପତାକା ଉଡ଼ିବ କେବେରୁ ନା 14 ଅଙ୍କରୁ ଉଡୁଥିବ। 14ରୁ 56 14ରେ ଯେତେବେଳେ ଉଡିବ ସେତେବେଳେ ଭକ୍ତ କଣ ହେଇଯିବେ ଗଣା ହେବେ। ଆଉ 56ରେ ଯେତେବେଳେ ଉଡିବ ଠାକୁର କଣ ହେବେ ବଡ ଦେହ ଛାଡିକି ଛତିଆ ବୁଡିକି ଆସିବେ। ମୁଁ କହୁନି ଶିଶୁନନ୍ଦ ପଟ୍ଟାଭୁଣା ଶାସ୍ତ୍ର ଅଚ୍ୟୁତଙ୍କ 13 ଧର୍ମ ଶରଣ ଏଗୁରା ସବୁ ଯାକ ଲେଖା ଅଛି ହେଲା। ତ ଅନେକ ଠାକୁର ବାହାରିଲେ ଯିଏ ପ୍ରକୃତରେ ଠାକୁର ହେଇଥିବେ ସେ ଜଗତ ଉଦ୍ଧାର କରିବେ ଯଦି ତାଙ୍କୁ ରାତିରେ ନିଦ ହଉନଥିବ ନା ନାଇଁ। ଯିଏ ପ୍ରକୃତରେ ପ୍ରଭୁ ଯୋଉଠୁ ଆଇଥିବେ ସେ ଜଗତ କଥା ଚିନ୍ତା କରୁ କରୁ ତାଙ୍କୁ ରାତି ପାଇଯାଉଥିବ। ଆରେ ସମୟ ହେଲାଣି ସମୟ କରି ତାଙ୍କର ଚିନ୍ତା ଚାଲିଥିବ। କିନ୍ତୁ କୋଉ ସେତେବେଳେ ସିଏ ଆଉ କୋଉଠି ତାକୁ ନିଦ ଗଲା ଥବ ନିଦ ଥବ କି? କାରଣ ଜଗତ କଥା ଚାହୁଁଛ ତାଙ୍କର ଦିନ ପାଇ ଯାଉଥିବେ। ଫେରେ ସଂସାରୀ ଆପଣ ଦେବେ ନିଜ କର୍ମ ମଧ୍ୟ କରୁଥିବେ। ଆଉ ଇଏ ତ ବର୍ତ୍ତମାନ ଯୋଉ ଠାକୁର ଗୋଟେ ଜାଗାରେ ବସିକି ଚଲେଇଛନ୍ତି ଗୋଟେ ଆଖେଡା ନା ନାଇଁ। ହଉ ପ୍ରାଣ ସଜନୀରେ ଯାହା ମୁଁ ଦେଖିଲି ଆଜ କହିବା ଲୋକର ମନକୁ ନ ଯାଏ ଶୁଣିବା ଲୋକକୁ ଲାଜ ନା ନାଇଁ। ମହାପୁରୁଷ ମା ପେଟରୁ ମହାପୁରୁଷ ସିଏ ବହି ଦେଖିକି କହିବା ଲୋକ ନୁହଁ। ମାନେ ତାଙ୍କର କଣ ସେ ଜାତି ସ୍ମର ହଁ କି ନାଇଁ। ବର୍ତ୍ତମାନ ଭକ୍ତ ଭାବ କିଏ ଚେଷ୍ଟା କରୁନାହିଁ। ଆଉ ସେମିତି ଗୁରୁ ପୋଷ୍ଟ ନବା ଗୋଟେ ଯୁଆଡେ ଗୋଟେ ଅବତାର ପୋଷ୍ଟ ନେଇଯିବା। ଆଜ୍ଞା କଳକିରେ ଆମ ଅଚ୍ୟୁତ ପୋଷ୍ଟ ବେଶୀ ଆଉ ବୋଧେ ଫାଙ୍କା ନାହିଁ ସବୁ କିଲୋ ବୁଝି ହଉ। ଆଉ କିଏ କୋଉ ମୋ ଜୀବନ ଭିତରେ ମୁଁ ବୋଧେ 200 ଖଣ୍ଡେ କଳକିରାମ ଦେଖିବେ ତା ଦେହରେ କେତେ ମରିଗଲେ ହେଲା। ସେଇ ବା ନିଜେ କହିବେ ଅଚ୍ୟୁତ ନିଜେ କହିବେ କଳକିରାମ କିନ୍ତୁ ଅଚ୍ୟୁତ ତାଙ୍କ 13 ଜଣ ଭିତରେ କହିନଥିବେ ସିଏ ଅଚ୍ୟୁତ ହୁଏ। ଦେଖିବ ଶିବକଳ୍ପ ଶାସ୍ତ୍ର 13 ଜନ୍ମ ଶରଣ ଆଜି ଦେଇକି ତମେ ପଢିବ ତମେ 13ଟା ଜନ୍ମ ତମେ ପାଇଯିବ। ଆଉ କଳିକଳ୍ପ ଗୀତା ଗୋଟେ ଅଛି। କଳିକଳ୍ପ ଗୀତାରେ କାହା ପରେ କଣ ସବୁ ଲେଖିଛନ୍ତି ବୁଝିବ କି? କିନ୍ତୁ ବର୍ତ୍ତମାନ କଟି ଫୁଟିଗଲେ ଛାଡ। ମୋର ଗୋଟେ ମାନସ ଭାଇ ଥିଲା ଅଛି ଏଆରସିରେ ସେ ମତେ ଖାଲି କୁହେ କଳାଗିରି ତ ଭାଇ ଅନେକ ସଂସାରରେ ରହୁଛି। ମୋ ଜୀବନ ଭିତରେ ମହାପୁରୁଷ ଯେତିକି ଶାସ୍ତ୍ର ଅଧ୍ୟୟନ କରିଛି ମତେ 25-26 ଜାଗାକୁ ମହାପୁରୁଷ କଳାଗିରି ବୋଲି ପ୍ରମାଣ ଦେଇଛନ୍ତି। କିନ୍ତୁ ନିମ୍ନଶ୍ରେଣୀ ଯେତେବେଳେ ଭୋଗ ହବ ଠାକୁର କଳାଗିରିରେ କଣ ହେଇଯିବେ ନିଶ୍ଚିତ ରହିବେ। କୋଉଠି ରହିବେ କୋଉ କଳାଗିରି ରହିବେ ସେଟା କ୍ୟାମେରା ଆଗରେ କହିହବ ନାହିଁ ବୁଝିବ କି? କାରଣ ସମୟ ଗୋଟେ ବଳବାନ
ଆମେ ତ ଦେଖିନୁ, କିନ୍ତୁ ଆମର ଦୃଢ ବିଶ୍ୱାସ ଭିତରେ ଭିତରେ କଣ ହଉଛି, ଚିଙ୍ଗୁର ନେଇ ମଝି ନଈରେ ଚଲାନି। ଦୃଢ ବିଶ୍ୱାସ ମାନେ 100% 95 ଭାଗ ନୁହଁ କି 99 ଭାଗ ନୁହଁ, ଚିଙ୍ଗୁର ନେଇକି 100% ମଝି ନଈରେ ଚଲେଇବେ। ସେତେବେଳେ ପ୍ରଭୁ ହିଁ ବିଚାର କରିବେ। ଆଉ ସଂସାରରେ ମନେ ରଖିଥା, ଜଗା ସାଙ୍ଗେ ଟକ୍କର ଦେବାକୁ ସଂସାରରେ କେହି ନାହାନ୍ତି ହେଲା। ନିଜେ ଗଣେଶ, ନିଜେ ଶିବ, ନିଜେ ଦୁର୍ଗା, ନିଜେ ବିମଳା, ନିଜେ ଲକ୍ଷ୍ମୀ, ନିଜେ ନବଗ୍ରହ, ତାକୁ ଆମେ ଯେମିତି ଭାବିବ ସେମିତି ଦେଖାଯାଏ। ଜାଣିକି ବରସେ କବି କି 6 ମାସେ ମୂର୍ଖ ବା ଜାଣିବେ କାହିଁ। କି ଜଣ ଜଗନ୍ନାଥ ବାବୁ ଭକ୍ତିରେ ଅଛନ୍ତି ଗୋଟେ କହିଲ। ଆମେ ଦେଖୁଛୁ ବହୁତ ଲୋକ ଯାଉଛନ୍ତି ପିକନିକ କରିବେ, ଏଠି ଯିଏ ଭକ୍ତିରେ ଯାଉଥିବ ସେ ସିଂହଦ୍ୱାର ପଟେ ବାଡିଆ ପିଟା ସୁନ୍ଦର ଠେଲା ପେଲା ହେବେ। ସେ ତ ବଡ ଦେଉଳକୁ ଅନେକ ବେଳକୁ ତା ଆଖିରୁ ଲୁହ ଲୁହ ବୋହି ପଡୁଥିବ, ସେ ସେଇଠି କରୁଥିବ ବୋଲି। ଭକ୍ତ ଭଗବାନ ସେ ଯୋଉ ପ୍ରେମ, ଯୋଉ ଆନନ୍ଦ ତା ମୁଖରେ ବର୍ଣ୍ଣନା କରିହୁଏ ନାହିଁ। ଆଉ ସେ କେମିତି ଠେଲିକି ଯାଉଥିବ, ତା ଭିତରେ ମୁଁ କିନ୍ତୁ ଆଗ ଦେଖିବି। ନାଇଁ ସବୁ ଦେଖି ଯାଆନ୍ତୁ, ମୋ ପ୍ରଭୁଙ୍କୁ ପଛେଇକି ଦେଖିବି। ଯାଇଛ ପୁରୀ ନାହିଁ, କି ଠେଲା ପେଲା ମତେ କହିବ ନା। ଆଉ ସେ ଠେଲା ପେଲା ଯାଉଥିବ, ତମ ମନ ସ୍ଥିର ନଥିବ, ଜଗାକୁ ଦେଖିଲେ କଣ ହବ? ସମାଲୋଚନା କରିବା କଥା ନୁହଁ, ବର୍ତ୍ତମାନ ସମୟଟା ଘଟିଛି ସେ ଅତି ଡେଙ୍ଗୁଛି ବୋଲେ କଣ ଯାହା ହଉ। ମିନସନରେ ଠାକୁର କୋଉଠି ରହିବେ କହିଛି, ଠାକୁର ବୋଲନ୍ତି ଗୁରୁ ରୂପରେ ଆସିବେ। ଆଗରୁ କହିଥିଲି, ଗୁରୁ ରୂପରେ ଆସି ଜଗତକୁ ଶିକ୍ଷା ଦଉଥିବେ, ଏକାକ୍ଷର ଧର୍ମ ଶିକ୍ଷା ଦେବେ। ତତ୍ ସଙ୍ଗେ ସଙ୍ଗେ ଦୁଷ୍ଟ ନାସିବା ପାଇଁ ମଧ୍ୟ ଡିନାମାଇଟି ଠାଉଟା ଭାଙ୍ଗିବେ। ସେଠୁ ଗୋଟେ ଜାଗାରେ ରହିକି ଦୁଷ୍ଟକୁ ସଂହରଣ କରିବେ। ଯେବେ ଛାୟାସୁତ ରବି କୁମ୍ଭକେନି ମିନରେ ପ୍ରବେଶ ହେବେ, ମେଦିନୀ କମ୍ପିବ ନୁହେଁ ଭୂମିକମ୍ପ ଅଲେଖିଆ ନା ସରିବେ। ଭଣ୍ଡାର ଆବରି ପ୍ରଭୁ ରହିଥିବେ କଳାଗିରି ଯେଉଁଠାରେ, ଭଣ୍ଡାରୀ ଆପଣ ଦିନ ହରୁଥିବେ ପଦ୍ମ ପୋଖରୀ ରଖିବେ। ମନେ ଏଇ ଯୋଉ ପଦ୍ମ ପୋଖରୀ ନେଇଛନ୍ତି, ଗୋଟେ ଗାଡିଆ ଭିତରେ ପଦ୍ମ ଫୁଲ ଫୁଟିଥିବ, ସେ କଥା କହିନାହାନ୍ତି। ଲୋକ ଭାବନ୍ତି କଣ, ଗୋଟେ ପଦ୍ମ ପୋଖରୀ ହେଇଥିବ, ତା ଦେହରେ ପଦ୍ମ ଫୁଲ ଫୁଟିଥିବ। ମହାପୁରୁଷ ସେ ପଦ୍ମ ପୋଖରୀ କଥା କହିନାହାନ୍ତି, ଏ ଗୁରୁବର ଜ୍ଞାନ ଭିତର ମର୍ମ କଥା। ହେଲେ ବିନଶନି ଭୋଗ ହବ, ପ୍ରଭୁ ଭଣ୍ଡାର ଆବରି ରହିଥିବେ, ଯୋଉଠି ଭକ୍ତ ମାନଙ୍କୁ ବଞ୍ଚେଇକି ରଖିବେ ସେଇ ଜାଗାରେ ଯାଇକି ରହିଥିବେ। ହେଲା, ଭଣ୍ଡାରୀ ଆପଣ ମାନେ ସେ ଯୋଉ ଜିନିଷ ପତ୍ର ଥବ, ତାର ଦାୟିତ୍ୱକୁ ବହନ କରିକି ଯିଏ ରହିଲା ସେ ଭଣ୍ଡାରିଆ ଆଉ କଣ। ଇଆଡେ ଘରଣୀ ଆପଣ ଥିବେ, ସିଆଡେ ଭଣ୍ଡାରିଆ ଭାବରେ ଯୋଉଠି ଭଣ୍ଡାର ଥବ ସେଠି ଜଗିକି ରହିବେ। ଏଟା କୋଉଠି ନା ପଦ୍ମ ପୋଖରୀର କୂଳେ। ସେ ପଦ୍ମ ପୋଖରୀ କୂଳେ ସେ କଣ ହେଇଥିବେ, ବିଦ୍ୟମାନ ହେଇଥିବେ। ତାହେଲେ କୋଉ ପଦ୍ମ ପୋଖରୀ? ବର୍ତ୍ତମାନ ଆମେ ଏପିସୋଡ ଦେଖୁଛୁ, ଯାହା ବାଇରେ ଗାଡିଆ ପଦ୍ମ ଫୁଲ ଫୁଟୁଛି, ସିଏ କଲାଣି ପଦ୍ମ ବୁଝୁ। ଛାଡ, କୋଉ ପଦ୍ମ ପୋଖରୀରେ ପଦ୍ମ ଫୁଟୁଛି, ସେ ନୀଳ ପଦ୍ମ ଫୁଟୁଛି ନା ଶ୍ଵେତ ପଦ୍ମ ଫୁଟୁଛି ନା ନାଲି ପଦ୍ମ ଫୁଟୁଛି, ସେ ରାଧା ପଦ୍ମ ଫୁଟୁଛି ନା କଇଁ ଫୁଲ ଫୁଟୁଛି, ସେ ସେତକୁ ଦେଖାଯିବ। ଜୟ ଜଗନ୍ନାଥ। ପ୍ରଭୁ ସଦିଶା ପୂର୍ଣ୍ଣ ବୋଲା